रेंजर बाबूଙ୍କ ସଉକ କୌଣସି ରାଜାଙ୍କ ଠାରୁ କମ୍ ନଥିଲା। କାହିଁକି ନା ସେ ଆଲିଶାନ ବିଲ୍ଡିଂରେ ରହୁଥିଲେ, ରାଜକୀୟ ଜୀବନ ଯାପନ କରୁଥିଲେ। ଏ ଭିଜୁଆଲ ଦେଖିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ବାବୁ 4 ଏକର ଢେଙ୍କାନାଳରେ 4 ଏକର ଜମିରେ ତାଙ୍କର ଫାର୍ମ ହାଉସ୍ କରିଛନ୍ତି ଏବଂ ଫାର୍ମ ହାଉସ୍ରେ ବିଭିନ୍ନ ରକମର ସେଠି ପକ୍ଷୀ ରଖିଛନ୍ତି ଏବଂ ପାଖାପାଖି ସେଇ ପ୍ରପର୍ଟିଟା 5 କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ରେଞ୍ଜର ବାବୁଙ୍କୁ ଯେତେବେଳେ ଭିଜିଲାନ୍ସ ଟ୍ରାପ୍ରେ ଆସିଛନ୍ତି ବୁଧାନନ୍ଦ ମିଶ୍ର, ଏବେ ତାଙ୍କର ଘରେ ରେଡ୍ ଚାଲିଛି। ଆଉ ଏ ହେଉଛି ତାଙ୍କର ପୁଅ ରହୁଥିବା ଜିଜିପି କଲୋନୀର ଘର, ଯେଉଁ ଘରେ ବର୍ତ୍ତମାନ ଆପଣ ଦେଖୁଛନ୍ତି ଭିଜିଲାନ୍ସର ଟିମ୍ ତନ୍ନ ତନ୍ନ କରି ସବୁ କିଛି ଯାଞ୍ଚ କରୁଛି ଏବଂ ବାପାଙ୍କର ଯେଉଁଭଳି ଭାବରେ ସଉକ ଥିଲା ପୁଅଙ୍କର ମଧ୍ୟ ସେଇଭଳି ଭାବରେ ସଉକ ଥିଲା। କାହିଁକି ନା ଯେତେବେଳେ ଭିଜିଲାନ୍ସ ଟିମ୍ ଏଠି ରେଡ୍ କରୁଛି, ରେଡ୍ରେ ଆପଣ ଦେଖୁଛନ୍ତି ଦାମୀ ଦାମୀ ଘଣ୍ଟା, ଏ ଯେଉଁ ବକ୍ସ ଦେଖୁଛନ୍ତି କଲେକ୍ସନ ବକ୍ସ, ଦାମୀ ଦାମୀ ଘଣ୍ଟା ରହିଛି, ଯାହା ଗୋଟିଏ ଗୋଟିଏ ଘଣ୍ଟାର ମୂଲ୍ୟ ପାଖାପାଖି 20,000 ଟଙ୍କାରୁ ଉର୍ଦ୍ଧ୍ୱ ବୋଲି କୁହାଯାଉଛି। ତେବେ ଯେତେବେଳେ ରେଞ୍ଜର ବାବୁଙ୍କୁ ଟ୍ରାପ୍ରେ ନେଇଥିଲା ଭିଜିଲାନ୍ସର ଟିମ୍, ସେତେବେଳେ ଭିଜିଲାନ୍ସକୁ ଦେଖି ହାନିଆ ହୋଇଯାଇଥିଲେ ରେଞ୍ଜର ବାବୁ ଜଣକ ଏବଂ ତୁରନ୍ତ ଟଙ୍କା ବଣ୍ଡଲକୁ ବାଥରୁମରେ ଥିବା ଯେଉଁ ଫ୍ଲସ୍ ଯେଉଁ ବକ୍ସ ରହିଛି ସେ ପାଣି ଭିତରେ ବୁଡ଼ାଇ ଦେଇଥିଲେ। କିନ୍ତୁ ଭିଜିଲାନ୍ସ ତାଙ୍କଠାରୁ ଆଉ ଟିକେ ଆଗରେ ଥିଲା ଏବଂ ସେ ଫ୍ଲସ୍ ଭିତରୁ ସେ ଟଙ୍କା 2ଟି ଟଙ୍କା ବଣ୍ଡଲକୁ ବାହାର ମଧ୍ୟ କରି ଏଠି ଭିଜିଲାନ୍ସ ଟିମ୍ ଯେତେବେଳେ ରେଡ୍ କରୁଛି ଘରେ ଦାମୀ, ଏଇଟା ହେଉଛି ତାଙ୍କ ପୁଅଙ୍କ ଘର, ଜିଜିପି କଲୋନୀରେ 201 ନମ୍ବର ରୁମ୍ରେ ତାଙ୍କ ପୁଅ ରୁହନ୍ତି, ତାଙ୍କ ବୋହୂ ମଧ୍ୟ ଏଇଠି ରୁହନ୍ତି, କିନ୍ତୁ ରେଞ୍ଜର ବାବୁ ଢେଙ୍କାନାଳରେ ରୁହନ୍ତି। ଯେତେବେଳେ ଜବତ କରାଯାଇଛି ଦାମୀ ଘଣ୍ଟା ଆପଣ ଦେଖୁଛନ୍ତି, ଏ ଘଣ୍ଟାର ମୂଲ୍ୟ 20,000ରୁ ଉର୍ଦ୍ଧ୍ୱ, ଗୋଟିଏ ଗୋଟିଏ ଘଣ୍ଟାର ମୂଲ୍ୟ 20,000 ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅନୁମାନ ମଧ୍ୟ କରାଯାଉଛି। ଭିଜିଲାନ୍ସ ଟିମ୍ ତାଙ୍କ ସମସ୍ତ ସମ୍ପର୍କୀୟ, ତାଙ୍କ ଅଫିସ ସବୁଠି ରେଡ୍ କରୁଛି। ପାଖାପାଖି 8ଟି ଜାଗାରେ ବର୍ତ୍ତମାନ ଏକକାଳୀନ ଭିଜିଲାନ୍ସ ଟିମ୍ ରେଡ୍ କରୁଛି। ତେବେ ବାବୁ ଆୟ ଠାରୁ କେତେ ଟଙ୍କା ଅଧିକ ଉପାର୍ଜନ କରିଛନ୍ତି କଳା ବାଟରେ? କାହିଁକି ନା ଯେତେବେଳେ ଭିଜିଲାନ୍ସ ଟିମ୍କୁ ଖବର ଆସିଥିଲା ବାବୁଙ୍କର ନାଁରେ ଯେ ଟଙ୍କା କାରବାର ନେଇ ଅଭିଯୋଗ ଆସିଲା, ସେତେବେଳେ ଭିଜିଲାନ୍ସ ଟ୍ରାପ୍ରେ ଆସିଥିଲେ ବାବୁ ଜଣକ ଏବଂ ଭିଜିଲାନ୍ସ ଟିମ୍ ଆଜି ଯେତେବେଳେ ତାଙ୍କର ରେଡ୍ ପ୍ରକ୍ରିୟା ଜାରି କରିଛି, 7 ଜଣ ଡିଏସ୍ପି ରହିଛନ୍ତି, 6 ଜଣ ଏଏସ୍ଆଇ ରହିଛନ୍ତି ଏବଂ ତାଙ୍କର ଅନ୍ୟ ଷ୍ଟାଫ୍ ମାନେ ରହିଛନ୍ତି। ଏ ରେଞ୍ଜର ବାବୁ ବୁଧାନନ୍ଦ ମିଶ୍ରଙ୍କୁ ବର୍ତ୍ତମାନ ଘନାଘନ ପଚରା ଉଚରା କରାଯାଉଛି। କେବଳ ସିଏ ନୁହନ୍ତି, ତାଙ୍କର ପୁଅ, ତାଙ୍କର ବୋହୂ, ତାଙ୍କର ପରିବାର ଲୋକେ ସମସ୍ତେ। ଟ୍ରିପଲ ଷ୍ଟୋରେଜ ବିଲ୍ଡିଂ ରହିଛି ଢେଙ୍କାନାଳରେ ଏବଂ ଡବଲ ଷ୍ଟୋରେଜ ଗୋଟେ ବିଲ୍ଡିଂ ରହିଛି ତାଙ୍କର ଢେଙ୍କାନାଳ ରତ୍ନ ବଜାରରେ। ତା ସହିତ ତାଙ୍କର କଟକରେ ଗୋଟେ ଫାର୍ମ ହାଉସ୍ ଥିବା କଥା କୁହାଯାଉଛି ଏବଂ ଭୁବନେଶ୍ୱର ଜିଜିବି କଲୋନୀରେ ଯେଉଁ ଘର ଯେଉଁଠି ତାଙ୍କର ପୁଅ ବୋହୂ ରୁହନ୍ତି, କଟକରେ ଆଠଗଡ଼ରେ ମଧ୍ୟ ଗୋଟେ ଇଏ ରହିଛି ହାଉସ୍, ତାଙ୍କ ରିଲେଟିଭ ହାଉସ୍ ଢେଙ୍କାନାଳରେ ମଧ୍ୟ ରହିଛି, ତାଙ୍କର ଅଫିସ୍ ଢେଙ୍କାନାଳ, ତାଙ୍କର ସରକାରୀ କ୍ୱାର୍ଟର ଢେଙ୍କାନାଳ, ସବୁଠି ବର୍ତ୍ତମାନ ଭିଜିଲାନ୍ସ ଟିମ୍ ବର୍ତ୍ତମାନ ଯାଞ୍ଚ କରୁଛି ଏବଂ ତାଙ୍କର ଯେଉଁ ଫାର୍ମ ହାଉସ୍ ରହିଛି 4 ଏକର ବିଶିଷ୍ଟ ଫାର୍ମ ହାଉସ୍ରେ ସେଠି ରଙ୍ଗ ବେରଙ୍ଗର ଚଢ଼େଇ ରହିଥିଲେ ଏବଂ ପଶୁପକ୍ଷୀ ରଖିଛନ୍ତି ରେଞ୍ଜର ବାବୁ ଜଣକ ଏବଂ ଗୋଟେ ରାଜକୀୟ ଜୀବନ ବିତାଉଥିଲେ। କାହିଁକି ରିଟାୟାରମେଣ୍ଟକୁ ଆଉ ଖୁବ୍ କମ୍ ଦିନ ରହିଛି, ରିଟାୟାର୍ଡ ହେଇଯାଇଥାନ୍ତେ, କିନ୍ତୁ ରିଟାୟାରମେଣ୍ଟ ପୂର୍ବରୁ ବର୍ତ୍ତମାନ ସିଏ ଭିଜିଲାନ୍ସର ପଡ଼ିଯାଇଛନ୍ତି ଏବଂ ଭିଜିଲାନ୍ସ ଟିମ୍ ତାଙ୍କୁ ଘାଣ୍ଟୁଛି ଏବେ। କାହିଁକି ନା ବାବୁ କେତେ ଆୟ ବହିର୍ଭୂତ ସମ୍ପତ୍ତି ରଖିଛନ୍ତି ତାର ତାଲିକା ପ୍ରସ୍ତୁତ କରୁଛି ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍। ତେବେ ଏ ରେଞ୍ଜର ବୁଧାନନ୍ଦ ମହାନ୍ତିଙ୍କ ଘରେ କାହିଁକି ଭିଜିଲାନ୍ସ ଏମିତି ଅତର୍କିତ ଭାବରେ ରେଡ୍ କଲା? କାହିଁକି ନା ତାଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଲା ଏବଂ ଯେତେବେଳେ ଅଭିଯୋଗ ଆସିଛି ତେବେ ନିହାତି ଭାବରେ
ଭିଜିଲାନ୍ସ ତାଙ୍କୁ ରେଡ୍ କରିବ, ପଚରାଉଚରା କରିବ ଏବଂ ଅଧିକ ତଥ୍ୟ ଜାଣିବା ପାଇଁ ଚେଷ୍ଟା କରିବ ଯେ ପ୍ରକୃତରେ ଇଏ କେତେ ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି ରଖିଛନ୍ତି, ତାଙ୍କର ଯେତିକି ଦରମା ରହିଛି ତାଠାରୁ କେତେ ଅଧିକ ସିଏ ଇନକମ୍ କରିଛନ୍ତି ସେ ଦିଗରେ ଭିଜିଲାନ୍ସ ଟିମ୍ ମଧ୍ୟ ଜାଣିବା ପାଇଁ ଚେଷ୍ଟା କରୁଛି। ଏବଂ ସବୁଠୁ ବଡ଼ କଥା ହେଲା ତାଙ୍କର ଗାଡ଼ିରୁ ମଧ୍ୟ ଭେହିକିଲରୁ ମଧ୍ୟ 4,92,000 ଟଙ୍କା ମଧ୍ୟ ଜବତ କରାଯାଇଛି ଏବଂ 2 ବଣ୍ଡଲ ବାଥରୁମ୍ ଟଏଲେଟ୍ ଭିତରେ ରେଞ୍ଜର ବାବୁ ଜଣକ ଯେତେବେଳେ ଭିଜିଲାନ୍ସ ଟିମ୍ କୁ ଦେଖିଲେ, ଭିଜିଲାନ୍ସ ଟିମ୍ ତାଙ୍କ ଘର ଚାରିପଟେ ଘେରି ଯାଇଥିଲେ, ସେତେବେଳେ ଭୟରେ 2 ବଣ୍ଡଲ ଟଙ୍କା ନେଇ ସିଧାସଳଖ ଭାବରେ ତାଙ୍କର ବାଥରୁମ୍ ଟଏଲେଟ୍ର ଫ୍ଲସ୍ ଭିତରେ ପୁରାଇ ଦେଇଥିଲେ ଏବଂ କିନ୍ତୁ ଭିଜିଲାନ୍ସ ଆଖିରୁ ସେଇଟା ଯାଇନଥିଲା। ଭିଜିଲାନ୍ସ ଟିମ୍ ଆସିଛି ମାନେ ଘରର ଟିକନିକ୍ ଯାଞ୍ଚ କରିବ, ତେଣୁକରି ସେ ଫ୍ଲସ୍ ଭିତରୁ ମଧ୍ୟ ସେମାନେ ଟଙ୍କା ବଣ୍ଡଲକୁ ବାହାର କରିଥିଲେ ଏବଂ ଶେଷରେ ତାଙ୍କୁ ମଧ୍ୟ କହିଥିଲେ ଯେ ଆପଣଙ୍କ ଟଙ୍କା କାହିଁକି ଆପଣ ନଷ୍ଟ କରିଦେଉଛନ୍ତି, ତେବେ ବାବୁ କେତେ ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି ତା ତଦନ୍ତ ପରେ ସ୍ପଷ୍ଟ ହେବ ଏବଂ ବାବୁଙ୍କ ଉପରେ କ'ଣ ଆକ୍ସନ୍ ହେଉଛି ଯେତେବେଳେ ତାଙ୍କ ସମ୍ପତ୍ତିର ସମ୍ପୂର୍ଣ୍ଣ ତାଲିକା ପ୍ରସ୍ତୁତ କରାଯିବ ସେତେବେଳେ ଜଣାପଡ଼ିବ ରେଞ୍ଜର ବାବୁ ବୁଧାନନ୍ଦ ମିଶ୍ର କେତେ ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି। ଭୁବନେଶ୍ୱରରୁ କ୍ୟାମେରା ପର୍ସନ ଟୁଟୁଙ୍କ ସହ ସୁଭାଷ ପ୍ରଧାନ, ଓଡ଼ିଶା ଭାସ୍କର।